ବହୁ ପୁରାତନ ସମୟର କଥା। ଥରେ ମଗଧର ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରକୃତିର କୋଳରେ ବହି ଯାଉଥିବା ଏକ ନଦୀ କୂଳରେ ମହାନ କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ଏବଂ ଭବିଷ୍ୟତର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବିଶ୍ରାମ ନେଉଥିଲେ। ସେହି ବିଶାଳ ବାତବୃକ୍ଷର ଛାଇ ତଳେ ବସି ଚନ୍ଦ୍ରଗୁପ୍ତ ସଂସାରର ଗତିବିଧି ବିଷୟରେ ଚିନ୍ତା କରୁଥିଲେ। ହଠାତ୍ ତାଙ୍କ ମନରେ ଏକ ଗଭୀର ପ୍ରଶ୍ନ ଆସିଲା, ଯାହା ଆଜି ବି ପ୍ରତ୍ୟେକ ସାଧାରଣ ମଣିଷର ମନକୁ ଆନ୍ଦୋଳିତ କରେ। ଚନ୍ଦ୍ରଗୁପ୍ତ ଅତ୍ୟନ୍ତ ବିନମ୍ର ଭାବରେ ଗୁରୁଦେବଙ୍କୁ ପଚାରିଲେ, ହେ ଆଚାର୍ଯ୍ୟ, ଏହା ସଂସାରର ରୀତି ବଡ଼ ବିଚିତ୍ର। ଏହି ଦୁନିଆରେ ଏମିତି କିଏ ଅଛି ଯିଏ ଧନବାନ ହେବାକୁ ଚାହେଁ ନାହିଁ? ଧନ ଏବଂ ସମ୍ପତ୍ତି ପାଇବା ପାଇଁ ପ୍ରତ୍ୟେକ ମଣିଷ ନିଜର ସର୍ବସ୍ୱ ଦେଇ ଚେଷ୍ଟା କରୁଛନ୍ତି। କିନ୍ତୁ ଗୁରୁଦେବ, ମୁଁ ସମାଜରେ ଏକ ବିଡ଼ମ୍ବନା ଲକ୍ଷ୍ୟ କରିଛି। ମୁଁ ଦେଖିଛି ଯେ କିଛି ଲୋକ ବହୁତ କମ୍ ଶାରୀରିକ ପରିଶ୍ରମ କରନ୍ତି, ତଥାପି ସେମାନେ ଅମାପ ଧନର ମାଲିକ ହୋଇପାରନ୍ତି ଏବଂ ବିଳାସରେ ଜୀବନ କଟାନ୍ତି। ଅନ୍ୟପକ୍ଷରେ ଜଣେ ଗରିବ ଶ୍ରମିକ ଦିନ ରାତି ଏକ କରି ନିଜର ରକ୍ତକୁ ପାଣି କରି ଖଟେ, ଝାଳ ବୁହାଏ, କିନ୍ତୁ ଜୀବନ ସାରା ସେ ଦାରିଦ୍ର୍ୟ ମଧ୍ୟରେ ହିଁ ରହିଯାଏ। ତାର ଭାଗ୍ୟ କେବେ ବି ବଦଳେ ନାହିଁ। ଯଦି କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି, ତେବେ ସବୁଠାରୁ ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି କାହିଁକି ସବୁଠାରୁ ଗରିବ? କଣ କେବଳ ମେହନତ ଦ୍ୱାରା ହିଁ ଧନ ଅର୍ଜନ କରାଯାଏ, ନା ଅନ୍ୟ କିଛି ରହସ୍ୟ ରହିଛି? ଚନ୍ଦ୍ରଗୁପ୍ତଙ୍କ ଏହି ଜଟିଳ ପ୍ରଶ୍ନ ଶୁଣି ଆଚାର୍ଯ୍ୟ ଚାଣକ୍ୟଙ୍କ ମୁହଁରେ ଏକ ରହସ୍ୟମୟ ସ୍ମିତହାସ୍ୟ ଖେଳିଗଲା। ତାଙ୍କ ଆଖିରେ ସେହି ତେଜ ଥିଲା ଯାହା ଯୁଗ ଯୁଗର ଜ୍ଞାନକୁ ଧାରଣ କରିଥିଲା। ସେ ଚନ୍ଦ୍ରଗୁପ୍ତଙ୍କ ଆଡ଼କୁ ଚାହିଁ ଉତ୍ତର ଦେଲେ, ବତ୍ସ ଚନ୍ଦ୍ରଗୁପ୍ତ, ତୁମର ପ୍ରଶ୍ନ ଯଥାର୍ଥ, କିନ୍ତୁ ଏହାର ଉତ୍ତର ସାଧାରଣ ମଣିଷର ଚିନ୍ତାଧାରା ଠାରୁ ଭିନ୍ନ। ଜୀବନରେ ଗୋଟିଏ କଥା ସର୍ବଦା ମନେ ରଖିବ, ଯଦି କେବଳ କଠିନ ପରିଶ୍ରମ ଦ୍ୱାରା କେହି ଧନୀ ହୋଇପଡ଼ୁଥାନ୍ତେ, ତେବେ ଏହି ଜଙ୍ଗଲରେ ଗଧ ସବୁଠାରୁ ଧନୀ ହୋଇଥାନ୍ତା। ଚାଣକ୍ୟ ଆହୁରି ବୁଝାଇ କହିଲେ, ଗଧ ଦିନ ରାତି ଭାରି ବୋଝ ବୋହିଥାଏ, ବିଶ୍ରାମ ନେବା କଥା ଭାବେ ନାହିଁ, ନିରନ୍ତର ଖଟି ଚାଲେ। କିନ୍ତୁ ଏତେ ପରିଶ୍ରମ ସତ୍ତ୍ୱେ ସେ କେବଳ ଗୋଟିଏ ପଶୁ ହୋଇ ରହିଯାଏ, କେବେ ବି ରାଜା ହୋଇପାରେ ନାହିଁ। ଯେଉଁ ମଣିଷମାନେ ଗଧ ପରି କେବଳ ଶାରୀରିକ ଶ୍ରମ ଉପରେ ନିର୍ଭର କରନ୍ତି, ସେମାନେ ସାରା ଜୀବନ ଅଭାବରେ ହିଁ ରହିଥାନ୍ତି। ମାତା ଲକ୍ଷ୍ମୀ ସେହି ବ୍ୟକ୍ତି ପାଖକୁ ଆସନ୍ତି ନାହିଁ ଯିଏ କେବଳ ଝାଳ ବୁହାଏ, ବରଂ ଲକ୍ଷ୍ମୀ ତାଙ୍କ ପାଖରେ ବାସ କରନ୍ତି ଯିଏ ବୁଦ୍ଧିମାନ। ଧନବାନ ହେବା କୌଣସି ଶାରୀରିକ କସରତ ନୁହେଁ, ଏହା ସମ୍ପୂର୍ଣ୍ଣ ରୂପେ ବୁଦ୍ଧିର ଖେଳ। ଚାଣକ୍ୟ ଗମ୍ଭୀର ସ୍ୱରରେ କହିଲେ, ଯଦି ଏହି ଗୂଢ଼ ସତ୍ୟ ସମସ୍ତେ ବୁଝିଯିବେ, ତେବେ ସଂସାରର ସ୍ଥିତି ବଦଳିଯିବ। ବାସ୍ତବରେ ଧନୀ ହେବା ପାଇଁ ତୁମର ଗଧ ଖଟଣିର ଭୂମିକା 1% ମଧ୍ୟ ନୁହେଁ। ଯେଉଁମାନେ ନିଜ ମସ୍ତିଷ୍କର ବ୍ୟବହାର କରିବାକୁ ଚାହାନ୍ତି ନାହିଁ ବା ଅଳସୁଆମୀ କରି କେବଳ ଶରୀରକୁ ଖଟାନ୍ତି, ଭାଗ୍ୟ ସେମାନଙ୍କୁ କେବଳ ମଜୁରୀ ହିଁ ଦେଇଥାଏ। ଯଦି ତୁମେ ପ୍ରକୃତରେ ଧନୀ ହେବାର ମାର୍ଗରେ ଯିବାକୁ ଚାହୁଁଛ, ତେବେ ସର୍ବପ୍ରଥମେ ତୁମକୁ ଏହି ଅନ୍ଧ ପରିଶ୍ରମ ତ୍ୟାଗ କରିବାକୁ ପଡ଼ିବ। ତୁମକୁ ଏମିତି ଉପାୟ ଚିନ୍ତା କରିବାକୁ ପଡ଼ିବ ଯେଉଁଥିରେ ତୁମର ହାତ ଗୋଡ଼ ନୁହେଁ, ବରଂ ତୁମର ମସ୍ତିଷ୍କ କାମ କରିବ। ଗୁରୁଙ୍କ ମୁହଁରୁ ଏଭଳି ଅଦ୍ଭୁତ କଥା ଶୁଣି ଚନ୍ଦ୍ରଗୁପ୍ତ ଆଶ୍ଚର୍ଯ୍ୟ ହେଲେ ଏବଂ ହାତ ଯୋଡ଼ି କହିଲେ, ହେ ଗୁରୁଦେବ, ମୋର ଅଜ୍ଞାନତା ଦୂର କରନ୍ତୁ। ଦୟାକରି ମୋତେ ସେହି ମାର୍ଗ ବିଷୟରେ ବିସ୍ତୃତ ଭାବରେ ବୁଝାନ୍ତୁ, ଯାହାଦ୍ୱାରା ଜଣେ ବ୍ୟକ୍ତି ବୁଦ୍ଧି ବଳରେ ଧନୀ ହୋଇପାରିବ। ମୁଁ ଆପଣଙ୍କ ପ୍ରତ୍ୟେକ ଶବ୍ଦକୁ ଗ୍ରହଣ କରିବାକୁ ପ୍ରସ୍ତୁତ। ଚାଣକ୍ୟ ସହମତି ଜଣାଇ ମୁଣ୍ଡ ହଲାଇଲେ ଏବଂ କହିଲେ, ଠିକ୍ ଅଛି ଚନ୍ଦ୍ରଗୁପ୍ତ, ଆଜି ମୁଁ ତୁମକୁ ନୀତିଶାସ୍ତ୍ରର ସେହି ଗୁପ୍ତ ଜ୍ଞାନ ଦେବି। ତେଣୁ ମୋ କଥାକୁ ଏକାଗ୍ର ଚିତ୍ତରେ ଶ୍ରବଣ କର। ନମସ୍କାର ବନ୍ଧୁଗଣ, ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କ ସ୍ୱାଗତ। ଆଜିର ଭିଡିଓରେ ଆମେ ଆଚାର୍ଯ୍ୟ ଚାଣକ୍ୟଙ୍କ ସେହି ଅମୂଲ୍ୟ ନୀତି ବିଷୟରେ ଆଲୋଚନା କରୁଛୁ, ଯାହା ଆପଣଙ୍କ ଭାଗ୍ୟ ବଦଳାଇବାର କ୍ଷମତା ରଖେ। ତେଣୁ ଭିଡିଓଟିକୁ ଆଦୌ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏଥିରେ ଲୁଚି ରହିଛି ସଫଳତାର ଚାବିକାଠି। ଯଦି ଆପଣଙ୍କୁ ଚାଣକ୍ୟ ନୀତି ଶୁଣିବାକୁ ଭଲ ଲାଗେ ଏବଂ ଆପଣ ଏହାକୁ ନିଜ ଜୀବନରେ ପ୍ରୟୋଗ କରିବାକୁ ଚାହୁଁଛନ୍ତି, ତେବେ କମେଣ୍ଟ ବକ୍ସରେ ଜୟ ଚାଣକ୍ୟ କିମ୍ବା ଚାଣକ୍ୟ ନୀତି ନିଶ୍ଚୟ ଲେଖନ୍ତୁ। ଆପଣଙ୍କ ଏହି ଛୋଟିଆ କମେଣ୍ଟ ଆମକୁ ଜଣାଇଦେବ ଯେ ଆପଣ ଆମ ଭିଡିଓକୁ କେତେ ଭଲ ପାଆନ୍ତି। ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସେହି ରହସ୍ୟମୟ ଜ୍ଞାନ ବିଷୟରେ। ସେ ଚନ୍ଦ୍ରଗୁପ୍ତଙ୍କୁ ବୁଝାଇ କହିଲେ, ଦେଖ ଚନ୍ଦ୍ରଗୁପ୍ତ, ମୋ କଥାର ଅର୍ଥ ଭୁଲ ବୁଝିବ ନାହିଁ। ମୁଁ କେବେ ବି କହୁନାହିଁ ଯେ ତୁମକୁ ପରିଶ୍ରମ କରିବାକୁ ପଡ଼ିବ ନାହିଁ କିମ୍ବା ତୁମେ କର୍ମ ତ୍ୟାଗ କରିଦେବ। ଧନବାନ ହେବା ପାଇଁ ମେହନତର ଆବଶ୍ୟକତା ନିଶ୍ଚୟ ରହିଛି, କିନ୍ତୁ ସଫଳ ଲୋକଙ୍କର ମେହନତ କରିବାର ତରିକା
ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ଆଜି ମୁଁ ତୁମକୁ ସେହି ସ୍ମାର୍ଟ ୱାର୍କ ବା ବୁଦ୍ଧିମତ୍ତାର ସହ ପରିଶ୍ରମ କରିବାର ଶୈଳୀ ବିଷୟରେ ବୁଝାଇବାକୁ ଯାଉଛି। ଆସନ୍ତୁ ଆଜିର ଏହି ବିଷୟବସ୍ତୁ ଆରମ୍ଭ କରିବା। ମହାପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ନିଜର ପ୍ରିୟ ଶିଷ୍ୟ ଚନ୍ଦ୍ରଗୁପ୍ତଙ୍କ ଆଡ଼କୁ ଏକ ଗମ୍ଭୀର ଦୃଷ୍ଟିରେ ଚାହିଁଲେ ଏବଂ ତାଙ୍କୁ ଜୀବନର ଏକ ଗୂଢ଼ ସତ୍ୟ ବୁଝାଇବାକୁ ଲାଗିଲେ। ସେ ଚନ୍ଦ୍ରଗୁପ୍ତଙ୍କ ମନର ଦ୍ୱନ୍ଦ୍ୱ ଦୂର କରିବାକୁ ଯାଇ କହିଲେ, ହେ ଚନ୍ଦ୍ରଗୁପ୍ତ, ମୋ କଥାର ଭୁଲ ଅର୍ଥ ବାହାର କର ନାହିଁ। ମୁଁ କେବେ ବି ଏହା କହୁନାହିଁ ଯେ ଧନୀ ହେବା ପାଇଁ କିମ୍ବା ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ନାହିଁ। ବିନା ପରିଶ୍ରମରେ କିଛି ବି ମିଳେ ନାହିଁ, ଏହା ସତ୍ୟ। କିନ୍ତୁ ଧନବାନ ହେବା ପାଇଁ ତୁମକୁ କେବଳ ପରିଶ୍ରମ କଲେ ଚଳିବ ନାହିଁ, ବରଂ ସେହି ପରିଶ୍ରମ କରିବାର କୌଶଳ ବା ତରିକା ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବା ଆବଶ୍ୟକ। ଚାଣକ୍ୟ ଆହୁରି ମଧ୍ୟ କହିଲେ, ଆଜି ମୁଁ ତୁମକୁ ଯାହା ବୁଝାଇବାକୁ ଯାଉଛି ତାହାକୁ ଅତ୍ୟନ୍ତ ଧ୍ୟାନର ସହ ଶୁଣ। ମୋର ଏହି ଉପଦେଶ ତୁମର ସମଗ୍ର ଜୀବନ ପଥରେ ମାର୍ଗଦର୍ଶକ ସାଜିବ। ଧନର ଅଧିଷ୍ଠାତ୍ରୀ ଦେବୀ ମାତା ଲକ୍ଷ୍ମୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଏବଂ ତାଙ୍କୁ ସ୍ଥାୟୀ ଭାବରେ ନିଜ ପାଖରେ ରଖିବା ପାଇଁ ମୁଁ ତୁମକୁ 7ଟି ସ୍ୱର୍ଣ୍ଣିମ ନିୟମ ବିଷୟରେ କହିବି। ଏହି ନିୟମଗୁଡ଼ିକ ଏତେ ଶକ୍ତିଶାଳୀ ଯେ ଏହା ଯୁଗ ଯୁଗ ଧରି ଅନେକ ସାଧାରଣ ରାଜାଙ୍କୁ ବିଶାଳ ସାମ୍ରାଜ୍ୟର ଅଧିକାରୀ କରିପାରିଛି ଏବଂ ନିର୍ଧନ ବ୍ୟକ୍ତିଙ୍କୁ ମଧ୍ୟ ଅମାପ ଧନର ମାଲିକ ବନାଇ ପାରିଛି। ମନେ ରଖ ଚନ୍ଦ୍ରଗୁପ୍ତ, ଏହି ନିୟମଗୁଡ଼ିକ କେବଳ ଶାରୀରିକ ଶ୍ରମ ଉପରେ ପର୍ଯ୍ୟବେସିତ ନୁହେଁ, ବରଂ ଏହା ମନୁଷ୍ୟର ବୁଦ୍ଧି ଏବଂ ବିବେକର ପୂଜା କରେ। ପ୍ରତ୍ୟେକ ନିୟମର ଗଭୀରତାକୁ ତୁମକୁ ହୃଦୟଙ୍ଗମ କରାଇବା ପାଇଁ ମୁଁ ଗୋଟିଏ ଲେଖାଏଁ କ୍ଷୁଦ୍ର କାହାଣୀ ମଧ୍ୟ ଶୁଣାଇବି। ଏକାଗ୍ର ଚିତ୍ତରେ ଶୁଣ, କାରଣ ଏହି ଶବ୍ଦଗୁଡ଼ିକ କେବଳ ବ୍ୟାଖ୍ୟା ନୁହେଁ, ଏହା ତୁମର ଭାଗ୍ୟ ବଦଳାଇବାର ମନ୍ତ୍ର ଅଟେ। ପ୍ରଥମ ନିୟମ, ଲକ୍ଷ୍ମୀ ସର୍ବଦା ବୁଦ୍ଧିର ଦାସୀ, କେବଳ ଶ୍ରମର ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ନିଜର ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂତ୍ର ବର୍ଣ୍ଣନା କରି କହିଲେ, ପ୍ରଥମ ନିୟମଟି ହେଲା, ଧନ ବା ଲକ୍ଷ୍ମୀ ବୁଦ୍ଧିମାନ ବ୍ୟକ୍ତିର ଅନୁଗାମୀ ହୋଇଥାନ୍ତି, କେବଳ କଠିନ ପରିଶ୍ରମ କରୁଥିବା ବ୍ୟକ୍ତିର ନୁହେଁ। ଯେଉଁ ବ୍ୟକ୍ତି ନିଜର ଶାରୀରିକ ବଳ ଅପେକ୍ଷା ନିଜ ମସ୍ତିଷ୍କର ପ୍ରୟୋଗ କରି ନିଷ୍ପତ୍ତି ନିଏ, ଯିଏ ଭଲ ଭାବେ ଜାଣେ ଯେ କେଉଁ ସମୟରେ କାହା ପାଇଁ ଏବଂ କେତେ ପରିମାଣର ପରିଶ୍ରମ କରିବା ଉଚିତ, କେବଳ ସେହି ବ୍ୟକ୍ତି ହିଁ ଚଞ୍ଚଳ ଲକ୍ଷ୍ମୀଙ୍କୁ ବାନ୍ଧି ରଖିପାରେ। କେବଳ ଦିନ ରାତି ଗଧ ପରି ଖଟିଲେ ଲକ୍ଷ୍ମୀ ଆସନ୍ତି ନାହିଁ। ନିଜର ପରିଶ୍ରମକୁ ଏକ ସଠିକ ଦିଶା ଦେବାକୁ ପଡ଼ିବ, ଏକ ଉଚିତ ନୀତି ପ୍ରୟୋଗ କରିବାକୁ ପଡ଼ିବ, ତେବେ ଯାଇ ସେହି କର୍ମ ଫଳପ୍ରଦ ହୁଏ। ଯଦି ବିନା କୌଣସି ଲକ୍ଷ୍ୟ କିମ୍ବା ଯୋଜନାରେ କେବଳ ପରିଶ୍ରମ କରାଯାଏ, ତେବେ ତାହାର ଅବସ୍ଥା ଠିକ ପବନରେ ଉଡୁଥିବା ଏକ କାଗଜ ଖଣ୍ଡ ପରି ହୋଇଥାଏ। ସେହି କାଗଜଟି ପବନର ବେଗରେ ବହୁତ ଜୋରରେ ଘୂରିବ, ବହୁତ ଉଡ଼ିବ ସତ, କିନ୍ତୁ ଶେଷରେ ସେ କୌଣସି ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବ ନାହିଁ। ଏହି କଥାକୁ ଆହୁରି ସରଳ ଏବଂ ପ୍ରଭାବଶାଳୀ ଭାବରେ ବୁଝାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଏକ